ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ଏକ୍ଜିଅମ୍-4 ମିଶନର ଅବ୍ୟବହିତ ପୂର୍ବରୁ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଲାଙ୍କ ସହ ଅନ୍ୟ 3 ଜଣ କ୍ରୁ ସଦସ୍ୟଙ୍କୁ ଶୁଭକାମନା ଜଣାଇଲା ଭାରତୀୟ ବାୟୁସେନା। ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତିକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି, କହିଲେ କଂଗ୍ରେସ ସାଂସଦ ଶଶି ଥରୁର୍। ଦେଶରେ ବନ୍ୟା ପରିଚାଳନା ପରିସ୍ଥିତି ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସମୀକ୍ଷା। ଗତ 11 ବର୍ଷ ମଧ୍ୟରେ ବିଭିନ୍ନ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି, କହିଲେ ଆଇନ ଓ ନ୍ୟାୟ ମନ୍ତ୍ରୀ। ଏବଂ 2027 AFC ଏସିଆନ୍ କପ୍ ଫୁଟବଲ ଚୂଡ଼ାନ୍ତ ପର୍ଯ୍ୟାୟ ଲାଗି ଭାରତ ଓ ହଂକଂ ମଧ୍ୟରେ ଚାଲିଛି ମୁକାବିଲା। ଏକ୍ଜିଅମ୍-4 ମିଶନର ଅବ୍ୟବହିତ ପୂର୍ବରୁ ଭାରତୀୟ ବାୟୁସେନା ଆଜି ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଲାଙ୍କୁ ଶୁଭକାମନା ଜଣାଇଛି। ଗୌରବରେ ଆକାଶ ଛୁଇଁବା ପାଇଁ ବାୟୁସେନା ଶ୍ରୀ ଶୁକ୍ଲାଙ୍କୁ କହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବାୟୁସେନା ମୁଖ୍ୟ ଏବଂ ଅନ୍ୟାନ୍ୟ ଅଧିକାରୀ ଏକ୍ଜିଅମ୍-4 ମିଶନର ସମସ୍ତ କ୍ରୁ ସଦସ୍ୟଙ୍କୁ ସଫଳତାର ସହ ଆନ୍ତର୍ଜାତିକ ମହାକାଶ ଷ୍ଟେସନକୁ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି। ଏହି ଯାତ୍ରା ଭାରତୀୟ ମହାକାଶ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ସେମାନେ ଆଶା ପୋଷଣ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମାଜିକ ଗଣମାଧ୍ୟମରେ ଶ୍ରୀ ଶୁକ୍ଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ସ୍ୱପ୍ନକୁ ନେଇ ସେ ମହାକାଶକୁ ଯାତ୍ରା କରିବେ ବୋଲି ଶ୍ରୀ ଆଦିତ୍ୟନାଥ କହିଛନ୍ତି। ସୂଚନାଯୋଗ୍ୟ, ପ୍ରତିକୂଳ ପାଗ ଯୋଗୁଁ ଏହି ମିଶନକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 5:30ଟାରେ ଉତ୍କ୍ଷେପଣ ପାଇଁ ପ୍ରସ୍ତୁତି ହୋଇଛି। ଏହି ମିଶନରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶ୍ରୀ ଶୁକ୍ଲାଙ୍କ ସହ ଅନ୍ୟ 3 ଜଣ ଆନ୍ତର୍ଜାତିକ ମହାକାଶ ଷ୍ଟେସନକୁ ଯାତ୍ରା କରିବେ। ମହାକାଶ ଷ୍ଟେସନରେ 2 ସପ୍ତାହ ରହଣି ମଧ୍ୟରେ ଏହି ମହାକାଶଚାରୀମାନେ 60ଟି ବୈଜ୍ଞାନିକ ଅଧ୍ୟୟନ କରିବେ ବୋଲି ଜଣାପଡ଼ିଛି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ 5ଟି ରାଷ୍ଟ୍ର ସଫଳତାର ସହ ଗସ୍ତ ଶେଷ କରି ଆଜି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଆଭିମୁଖ୍ୟ ଉପସ୍ଥାପନ କରିବା ଲକ୍ଷ୍ୟ ନେଇ ଏହି ଦଳ ଆମେରିକା, ପାନାମା, ଗୁଏନା, ବ୍ରାଜିଲ ଏବଂ କଲମ୍ବିଆ ଗସ୍ତରେ ଯାଇଥିଲେ। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ଥରୁର୍ କହିଛନ୍ତି, ଏହି ଗସ୍ତ ଅବସରରେ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ବୈଠକରେ ଅଂଶଗ୍ରହଣ କରିଥିଲେ। ଭାରତର ଆଭିମୁଖ୍ୟ ନେଇ ଆଲୋଚନା କାଳରେ ସକାରାତ୍ମକ ପ୍ରତିକ୍ରିୟା ମିଳିଥିଲା ବୋଲି ସେ କହିଛନ୍ତି। ଅପରେସନ୍ ସିନ୍ଦୁର ସମ୍ପର୍କରେ କଲମ୍ବିଆର ପୂର୍ବ ବିବୃତ୍ତି ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ଥରୁର୍ କହିଛନ୍ତି, ଏହାକୁ କଲମ୍ବିଆ ସରକାର ପ୍ରତ୍ୟାହାର କରିନେଇଛନ୍ତି। ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି, ତାଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଗସ୍ତ ସମୟରେ ବିଭିନ୍ନ ରାଷ୍ଟ୍ର ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଏହା ବିରୋଧରେ ଭାରତର ପଦକ୍ଷେପ ଉପରେ ସେମାନେ ଏହି ବୈଠକ କାଳରେ ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ସଂଘ, ଇଟାଲୀ ଏବଂ ଡେନମାର୍କ ଗସ୍ତ କରି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପ୍ରସାଦ କହିଛନ୍ତି, ଏହି ଗସ୍ତ ଅବସରରେ ବିଭିନ୍ନ ଦେଶର ସଂସଦୀୟ ସଦସ୍ୟ, ବୈଦେଶିକ ମନ୍ତ୍ରୀ ଏବଂ ଉପବୈଦେଶିକ ମନ୍ତ୍ରୀଙ୍କୁ ସେମାନେ ଭେଟିଛନ୍ତି। ଏହି ଅବସରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ପ୍ରତିନିଧି ମଣ୍ଡଳୀ ଆଲୋକପାତ କରିଛନ୍ତି। ଦେଶରେ ବନ୍ୟା ପରିଚାଳନା ପରିସ୍ଥିତି ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀଠାରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ସ୍ଥିତି ଏବଂ ପରିଚାଳନା ପ୍ରସ୍ତୁତି ନେଇ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ 11 ବର୍ଷ ପୂର୍ତ୍ତି ଅବସରରେ ନରେନ୍ଦ୍ର ମୋଦି ଆପ୍ କିମ୍ବା ନମୋ ଆପ୍ରେ ଆରମ୍ଭ ହୋଇଥିବା ଜନମନ ସର୍ଭେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଗୋଟିଏ ଦିନରେ 5 ଲକ୍ଷରୁ ଅଧିକ ପ୍ରତିକ୍ରିୟା ହସ୍ତଗତ ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଗତକାଲି 11 ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି ଯାତ୍ରା ସମ୍ପର୍କିତ ନମୋ ଆପ୍ ସର୍ଭେରେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏହି ସର୍ଭେ ଦେଶବାସୀଙ୍କୁ ସରକାରଙ୍କ ସହିତ ସିଧାସଳଖ ମତାମତ ପ୍ରଦାନ କରିବାର ପ୍ଲାଟଫର୍ମ ଯୋଗାଇ ଦେଇଛି। ଦେଶବାସୀଙ୍କର ଏଭଳି ଅଂଶଗ୍ରହଣ ଲୋକଙ୍କର ମତାମତକୁ ସରକାର ଦେଉଥିବା ପ୍ରାଥମିକତାକୁ ପ୍ରତିପାଦନ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହେବା ସହ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି ବୋଲି ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ବିହାରର ପାଟନାସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମେଘୱାଲ ଏନ୍ଡିଏ ସରକାରଙ୍କ 11 ବର୍ଷର ସଫଳତା ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନାଗୁଡ଼ିକ ଉପରେ ମତ ଦେଇ ସେ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ 25 କୋଟିରୁ ଉର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟରୁ ଉପରକୁ ଉଠିଛନ୍ତି। ମହିଳା ସଶକ୍ତିକରଣ, କୃଷିଜୀବୀଙ୍କୁ ସାହାଯ୍ୟ, ଯୁବବର୍ଗ ଏବଂ ଗରିବ କଲ୍ୟାଣ କ୍ଷେତ୍ରରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ନାରୀ ଶକ୍ତି ବନ୍ଦନା ଆଇନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ 33% ସ୍ଥାନ ସଂରକ୍ଷଣର ମାର୍ଗ ଉନ୍ମୁକ୍ତ କରିଛନ୍ତି ବୋଲି ଶ୍ରୀ ମେଘୱାଲ କହିଛନ୍ତି। ଏହି ଅବସରରେ ସେଠାରେ ଏନ୍ଡିଏ ସରକାରଙ୍କ 11 ବର୍ଷ ପୂର୍ତ୍ତି ଅବସରରେ ଏକ ଚିତ୍ର ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ମେଘୱାଲ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 11 ବର୍ଷ ମଧ୍ୟରେ ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ ଭାରତର ଅଗ୍ରଗତି ସଂକ୍ରାନ୍ତ ଏକ ପ୍ରବନ୍ଧକୁ ଦେଶବାସୀଙ୍କ ସହ ବାଣ୍ଟିଛନ୍ତି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଏହି ପ୍ରବନ୍ଧ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କୁ ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି 11 ବର୍ଷରେ ହାସଲ ହୋଇଥିବା ସଫଳତା ଏ ଦିଗରେ ଆମକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଭାଷା ପ୍ରଯୁକ୍ତିବିଦ୍ୟା ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷାଗତ ଉନ୍ନତି କ୍ଷେତ୍ରରେ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି। ତାମିଲନାଡୁର ଚେନ୍ନାଇଠାରେ ଏଆଇ ଆଧାରିତ ତାମିଲ ଭାଷା ପ୍ରଚଳନର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରାଚୀନ ଭାଷାକୁ ଅଧିକ ବ୍ୟାପକ କରିବାରେ ଏହା ସହାୟକ ହେବ। ଯୋଗାଯୋଗ କ୍ଷେତ୍ରରେ ଏହି ଭାଷାକୁ ଉପଯୋଗ କରାଯାଇପାରିବ ବୋଲି ସେ କହିଛନ୍ତି। ତାମିଲନାଡୁକୁ ବୈଦ୍ୟୁତିକ ଉତ୍ପାଦର ଏକ ପେଣ୍ଠସ୍ଥଳୀ ଭାବେ ବର୍ଣ୍ଣନା କରି ଶ୍ରୀ ବୈଷ୍ଣବ ପ୍ରଶଂସା କରିଛନ୍ତି। ଲ୍ୟାପଟପ୍, ମୋବାଇଲ ଏବଂ ସର୍ଭର ପ୍ରସ୍ତୁତି କ୍ଷେତ୍ରରେ ଏହି ରାଜ୍ୟ ଯଥେଷ୍ଟ ଅଗ୍ରଗତି କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ତାମିଲ ଭାଷା କେବଳ ଭାଷାଗତ ବିକାଶ କ୍ଷେତ୍ରରେ ନୁହେଁ, ବରଂ ଭିନ୍ନ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସୁଇଜରଲ୍ୟାଣ୍ଡରେ ସୁଇସ୍ ଫେଡେରାଲ କାଉନସିଲର ଗେ ପାର୍ମେଲିନଙ୍କ ସହ ଏକ ବ୍ୟବସାୟିକ ଗୋଲଟେବୁଲ ଆଲୋଚନାରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ସହ ଅଧ୍ୟକ୍ଷତା କରିଛନ୍ତି। ଆଜି ଅନୁଷ୍ଠିତ ଏହି ବୈଠକରେ ଯନ୍ତ୍ରପାତି, ବୈଦ୍ୟୁତିକ ଏବଂ ଧାତବ ଶିଳ୍ପ ଆଧାରିତ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ନବସୃଜନକୁ ଗତିଶୀଳ କରିବା, ସହଭାଗିତାକୁ ସହଜ କରିବା ଏବଂ ମିଳିତ କର୍ମଶକ୍ତି ତାଲିମ ଉପରେ ଏହି ବୈଠକରେ ଆଲୋଚନା ହୋଇଛି। ଭାରତର ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା TEPA ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ EFTA କାର୍ଯ୍ୟକାରୀ ହେବା ପରେ ନୂତନ ନିବେଶ ସୁଯୋଗ ନେଇ ଏହି ଆଲୋଚନା ବୈଠକରେ ମତ ବିନିମୟ ହୋଇଥିବା ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶିଳ୍ପ ସହଯୋଗକୁ ସୁଦୃଢ଼ କରିବା, ନବସୃଜନ ଅଭିବୃଦ୍ଧି ଏବଂ ଦକ୍ଷତା ବିକାଶ ପାଇଁ ଆସୋଚାମ୍ ଏବଂ ସୁଇସ୍ଚାମ୍ ମଧ୍ୟରେ ଏକ ବୁଝାମଣାପତ୍ର ଶ୍ରୀ ଗୋଏଲଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି। 2027 AFC ଏସିଆନ୍ କପ୍ ଫୁଟବଲ ଚୂଡ଼ାନ୍ତ ପର୍ଯ୍ୟାୟ ଲାଗି ଭାରତ ଏବଂ ହଂକଂ ମଧ୍ୟରେ ମୁକାବିଲା ଚାଲିଛି। ହଂକଂର କାଇତକ୍ ଷ୍ଟାଡିୟମଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 5:30ଟାରୁ ଆରମ୍ଭ ହୋଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ମ୍ୟାଚ୍ଟି ଗୋଲ୍ ଶୂନ୍ୟ ରହିଥିଲା। ଏହି ମ୍ୟାଚ୍ ଜିତିବା ପାଇଁ ଉଭୟ ଦଳ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ମ୍ୟାଚ୍ ବିଜେତା ଗ୍ରୁପ୍ ପର୍ଯ୍ୟାୟର ଶୀର୍ଷସ୍ଥାନକୁ ଉନ୍ନୀତ ହେବା ସହ ସାଉଦି ଆରବଠାରେ 2027ରେ ହେବାକୁ ଥିବା AFC ଏସିଆନ୍ କପ୍ ଫୁଟବଲ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ।
ଏକ୍ଜିଓମ୍ 4 ମିଶନର ଅବ୍ୟବହିତ ପୂର୍ବରୁ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସହ ଅନ୍ୟ 3 ଜଣ କ୍ରୁ ସଦସ୍ୟଙ୍କୁ ଶୁଭକାମନା ଜଣାଇଲା ଭାରତୀୟ ବାୟୁସେନା। ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତିକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି କହିଲେ କଂଗ୍ରେସ ସାଂସଦ ଶଶି ଥାରୁର। ଦେଶରେ ବନ୍ୟା ପରିଚାଳନା ପରିସ୍ଥିତି ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସମୀକ୍ଷା ଏବଂ 2027 AFC ଏସିଆନ୍ କପ୍ ଫୁଟବଲ ଚୂଡ଼ାନ୍ତ ପର୍ଯ୍ୟାୟ ଲାଗି ଭାରତ ଓ ହଂକଂ ମଧ୍ୟରେ ଚାଲିଛି ମୁକାବିଲା। ସମ୍ବାଦ ଶେଷ ହେଲା।